ଆପଣମାନେ ଜାଣିଛନ୍ତି ଆମେ ବିଗତ 5 ବର୍ଷ ହେଲାଣି ଆମେ ରଜ ମହୋତ୍ସବ ଓଡ଼ିଶାରେ 1 ନମ୍ବର ଭାବେ କରିଆସୁଛୁ। ସେ ଆମେ ପ୍ରଥମ ଥର ଏଥରକ ଜନତା ମଇଦାନରେ ଦାଣ୍ଡିଆ କରିବା ପାଇଁ ମୋର ପୁରା ଟିମ୍ ଏଣ୍ଟାର ପରିବାର ଆମର ସମସ୍ତ ନିଷ୍ପତ୍ତି ନେଲୁ। ତ ସେଥିପାଇଁ ପ୍ରଥମ ଥର ଆମେ ଚାହୁଁଛୁ ଯେ ଦାଣ୍ଡିଆ ତ ସବୁ ଜାଗାରେ ହେଉଛି, କିନ୍ତୁ କିଭଳି ଭାବେ ଭୁବନେଶ୍ୱରରେ ଜନତା ମଇଦାନ ଯେହେତୁ ଭଗବାନଙ୍କ କୃପାରୁ ଆମକୁ ଏଥର ଜନତା ମଇଦାନ ଗୋଟେ ବଡ଼ ପ୍ୟାଚଟା ଆମକୁ ମିଳିଛି, ତ କିପରି ସୁରକ୍ଷିତ ଭାବେ ଶୃଙ୍ଖଳିତ ଭାବେ ବିନା ଆଲକୋହଲରେ ସିକ୍ୟୁରିଟି ସହିତ କେମିତି ଶୃଙ୍ଖଳା ସହିତ ଆମର ବାହାର ଆର୍ଟିଷ୍ଟକୁ ନେଇକି କେମିତି କରାଯିବ, ସେଥିପାଇଁ ପୁରା ପରିବାର ଆମେମାନେ ସମସ୍ତେ ପ୍ରସ୍ତୁତ ଅଛୁ। ତ ବେଶୀ କିଛି କହିବାକୁ ଚାହୁଁନି, ମୋ ଭାଇମାନେ ସମସ୍ତେ କହିବେ। ଯେଉଁମାନେ ଅର୍ଗାନାଇଜ୍ କରିବା ପାଇଁ ସମସ୍ତେ ସହଯୋଗ କରୁଛନ୍ତି, ମୋ ପାଖରେ ବସିଛନ୍ତି ମୋ ସାନ ଭାଇ ସମସ୍ତେ, ତ ସେମାନେ ସମସ୍ତେ ଜଣେଇବେ। ତ ଆପଣମାନଙ୍କୁ ମୁଁ ଏଇ ଗଣମାଧ୍ୟମରେ ଅନୁରୋଧ, ଆପଣମାନେ ସମସ୍ତେ ଘରେ ସମସ୍ତେ ପୁଅ ଝିଅ ଆଉ ସମସ୍ତଙ୍କୁ ପଠାନ୍ତୁ, ଏଠି ଫୁଲ୍ ଏଣ୍ଟରଟେନମେଣ୍ଟ କରନ୍ତୁ, ପୁରା ଉପଭୋଗ କରନ୍ତୁ। ଆମର 29 ତାରିଖରୁ 1 ତାରିଖ ପର୍ଯ୍ୟନ୍ତ ଅଛି, ପୁରା ଏନ୍ଜୟ କରନ୍ତୁ, ଆପଣମାନେ ପୁରା ମସ୍ତି କରନ୍ତୁ। ଆସନ୍ତୁ ଆମର ଜନତା ମଇଦାନ, ସ୍ୱସ୍ତି ଜନତା ମଇଦାନ ଉପର ପଡ଼ିଆ ବଡ଼ ପ୍ୟାଚଟା ଆମର 29 ତାରିଖ ସନ୍ଧ୍ୟା 6ଟା ପରଠାରୁ ରାତି 10ଟା ପର୍ଯ୍ୟନ୍ତ, 29, 30, 1 3 ଦିନ ଧରିକି ଆମେ କରୁଛୁ। ବାକି ମୋର କେଉଁମାନେ ଆର୍ଟିଷ୍ଟ ଆମର ସବୁ ଟିମ୍ ନେଇଛନ୍ତି, ଆମର ସିନର୍ଜି, ବାକି ଫାଲକନ ଏଣ୍ଟରଟେନମେଣ୍ଟ ଯେଉଁମାନେ ସବୁ ଅଛନ୍ତି, ମୋ ଭାଇମାନେ ସବୁ ଅଛନ୍ତି, ସେମାନେ ସବୁ କହିବେ ସବୁ।